ଗଣନା ପୁସ୍ତକ 34 ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଇସ୍ରାଏଲ ସନ୍ତାନଗଣକୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ଯେଉଁ କିଣାଣ ଦେଶ ତହିଁର ଚତୁର୍ସୀମାରେ ଅନୁସାରେ ତୁମମାନଙ୍କର ଅଧିକାରରେ ପଡ଼ିବ, ତୁମେମାନେ ସେହି କିଣାଣ ଦେଶରେ ଉପସ୍ଥିତ ହେଲେ, ତୁମମାନଙ୍କର ଦକ୍ଷିଣ ଅଞ୍ଚଳ ଇଦୋମ ନିକଟସ୍ଥିତ ସିନ୍ ପ୍ରାନ୍ତର ଠାରୁ ହେବ ଓ ପୂର୍ବ ଦିଗରେ ଲବଣ ସମୁଦ୍ରର ପ୍ରାନ୍ତଠାରୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ। ପୁଣି ତୁମ୍ଭମାନଙ୍କର ସୀମା ଦକ୍ଷିଣ ଦିଗରୁ ଫେରି ଅକ୍ରଦ୍ୟୁମ ଘାଟ ଦେଇ ସିନ୍ ପର୍ଯ୍ୟନ୍ତ ଯିବ ଓ ସେଠାରୁ କାଦେଶ ବର୍ଣ୍ଣେୟର ଦକ୍ଷିଣ ଦେଇ ହତ୍ସର ଅଦରକୁ ଆସି ଅସ୍ମୋନ ପର୍ଯ୍ୟନ୍ତ ଯିବ। ଏ ଉତ୍ତାରେ ସେହି ସୀମା ଅସ୍ମୋନରୁ ମିଶର ନଦୀ ପର୍ଯ୍ୟନ୍ତ ବୁଲି ଆସିବ ଓ ସେହି ସୀମା ମହାସମୁଦ୍ର ନିକଟରେ ଶେଷ ହେବ। ଆଉ ମହାସମୁଦ୍ର ଓ ତହିଁର ସୀମା ପଶ୍ଚିମ ସୀମା ହେବ। ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହେବ। ଆଉ ତୁମ୍ଭମାନଙ୍କର ଉତ୍ତର ସୀମା ଏହି। ତୁମେମାନେ ଆପଣାମାନଙ୍କ ନିମନ୍ତେ ମହାସମୁଦ୍ରଠାରୁ ହୋର ପର୍ବତ ପର୍ଯ୍ୟନ୍ତ ଚିହ୍ନିତ କରିବ। ହୋର ପର୍ବତଠାରୁ ତୁମେମାନେ ହମାତର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଚିହ୍ନିତ କରିବ। ପୁଣି ସେଠାରୁ ସେହି ସୀମା ସଦାଦ ନିକଟରେ ଶେଷ ହେବ। ପୁଣି ସେହି ସୀମା ଶିଫ୍ରୋଣ ପର୍ଯ୍ୟନ୍ତ ଯିବ ଓ ହତ୍ସର ଏନନରେ ତହିଁରେ ଶେଷ ହେବ। ଏହା ତୁମ୍ଭମାନଙ୍କର ଉତ୍ତର ସୀମା ହେବ। ଆଉ ତୁମ୍ଭେମାନେ ଆପଣମାନଙ୍କ ପୂର୍ବ ସୀମା ହତ୍ସରର ଏନନ ଠାରୁ ସିଫାମ ପର୍ଯ୍ୟନ୍ତ ଚିହ୍ନିତ କରିବ। ତହୁଁ ସେହି ସୀମା ସଫାମ ଠାରୁ ଏନନ ପୂର୍ବ ଦିଗ ହୋଇ ରିବ୍ଲା ପର୍ଯ୍ୟନ୍ତ ତଳକୁ ଯିବ। ତହି ଉତ୍ତାରେ ସେହି ସୀମା ଆହୁରି ତଳକୁ ଯାଇ କିର୍ଣ୍ଣୋତ୍ର ହ୍ରଦର ପୂର୍ବ ପାର୍ଶ୍ୱ ଦେଇ ଯିବ। ପୁଣି ସେ ସୀମା ଜର୍ଦ୍ଦନ ଦେଇ ଯିବ ଓ ଲବଣ ସମୁଦ୍ର ନିକଟରେ ତହିଁରେ ଶେଷ ହେବ। ଏହି ଚତୁର୍ଦ୍ଦଶ ସୀମା ଅନୁସାରେ ତୁମ୍ଭମାନଙ୍କର ଦେଶ ହେବ। ପୁନଶ୍ଚ ମୋଶା ଇସ୍ରାଏଲ ସନ୍ତାନଗଣକୁ ଆଜ୍ଞା ଦେଇ କହିଲେ, ସଦାପ୍ରଭୁ 9 ବଂଶ ଓ ଅର୍ଦ୍ଧବଂଶକୁ ଯେଉଁ ଦେଶ ଦେବା ପାଇଁ ଆଜ୍ଞା ଦେଇଅଛନ୍ତି ଓ ତୁମେମାନେ ଯାହା ଗୁଲିବାଣ୍ଟ ଦ୍ୱାରା ଅଧିକାର କରିବ, ସେହି ଦେଶ ଏହି। କାରଣ ରୁବେନ ସନ୍ତାନଗଣର ବଂଶ ଆପଣା ଆପଣା ପିତୃଗୃହ ଅନୁସାରେ ଓ ଗାଦ ସନ୍ତାନଗଣର ବଂଶ ଆପଣା ଆପଣା ପିତୃଗୃହ ଅନୁସାରେ ଓ ମନସ୍ସୀର ଅର୍ଦ୍ଧବଂଶ ଆପଣା ଆପଣା ଅଧିକାର ପାଇଅଛନ୍ତି। ଏହି 2 ବଂଶ ଅର୍ଦ୍ଧବଂଶ ଜିରିହ ନିକଟସ୍ଥ ଜର୍ଦ୍ଦନର ପୂର୍ବ ପାରିରେ ସୂର୍ଯ୍ୟୋଦୟ ଦିଗରେ ଆପଣା ଆପଣା ଅଧିକାର ପାଇଅଛନ୍ତି। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଯେଉଁମାନେ ଦେଶ ବିଭାଗ କରି ତୁମ୍ଭମାନଙ୍କୁ ଦେବେ, ସେମାନଙ୍କର ନାମ ଏହି: ଇଲିଆସର ଯାଜକ ଓ ନୁନର ପୁତ୍ର ଯିହୋଶୁଅ। ପୁଣି ତୁମ୍ଭେମାନେ ଦେଶ ବିଭାଗ କରିବା ନିମନ୍ତେ ପ୍ରତ୍ୟେକ ବଂଶରୁ ଏକ ଏକ ଅଧିପତି ଗ୍ରହଣ କରିବ। ପୁଣି ସେହି ଲୋକମାନଙ୍କର ନାମ ଏହି: ଜିହୁଦା ବଂଶୀୟ ଜିଫୁନ୍ନିର ପୁତ୍ର କାଲେବ ଓ ସିମିଓନର ସନ୍ତାନମାନଙ୍କର ବଂଶୀୟ ଅମିହୁଦର ପୁତ୍ର ସମୁଏଲ। ବିନ୍ୟାମିନ ବଂଶୀୟ କିସଲୋନର ପୁତ୍ର ଇଲିଦଦ। ଆଉ ଦାନ ସନ୍ତାନର ବଂଶୀୟ ଜଣେ ଅଧିପତି ଜଗ୍ଲିର ପୁତ୍ର ବୁକି। ଯୋସେଫ ସନ୍ତାନଗଣ ମଧ୍ୟରୁ ମନସ୍ସୀ ସନ୍ତାନଗଣର ବଂଶୀୟ ଜଣେ ଅଧିପତି ଏଫଦର ପୁତ୍ର ହନିଏଲ। ପୁଣି ଇଫ୍ରେମ ସନ୍ତାନର ବଂଶୀୟ ଜଣେ ଅଧିପତି ସିପ୍ତନର ପୁତ୍ର କମୁଏଲ। ଆଉ ସବଲୁନ ସନ୍ତାନଗଣର ବଂଶୀୟ ଜଣେ ଅଧିପତି ପର୍ଣ୍ଣକର ପୁତ୍ର ଇଲିସାଫନ। ଓ ଇସାକର ସନ୍ତାନଗଣର ବଂଶୀୟ ଜଣେ ଅଧିପତି ଅସନ୍ର ପୁତ୍ର ପଲଟିଏଲ। ଓ ଆସେର ସନ୍ତାନଗଣର ବଂଶୀୟ ଜଣେ ଅଧିପତି ସଲୋମିର ପୁତ୍ର ଅହିହୁଦ। ନପ୍ତାଲି ସନ୍ତାନଗଣର ବଂଶୀୟ ଜଣେ ଅଧିପତି ଅମିହୁଦର ପୁତ୍ର ବଦହେଲ। କିଣାଣ ଦେଶରେ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ଅଧିକାର ବିଭାଗ କରିଦେବାକୁ ସଦାପ୍ରଭୁ ଏହି ସମସ୍ତ ଲୋକଙ୍କୁ ଆଜ୍ଞା ଦେଲେ।